ନମସ୍କାର ଆଜ୍ଞା। ଆଉ ଭଲ ଅଛନ୍ତି ତ? ଏବେ ଆସନ୍ତୁ ଆଲୋଚନା କରିବା ସୋମବାର ପାଇଁ। 3 ତାରିଖ ସୋମବାର। ଏଦିନ ମାନେ ସୋମବାର ଦିନ ସୂର୍ଯ୍ୟ ଉଦୟ ହେବେ 5ଟା 24 ପରେ, ଅସ୍ତ ଯିବେ 6ଟା 20 ପରେ। ଆଉ ମନ୍ଦ ସମୟ ରାହୁକାଳ 7ଟା 3 ରୁ ସକାଳ 7ଟା 3 ରୁ 8ଟା 39। ମନ୍ଦ ସମୟ 7ଟା 3 ରୁ 8ଟା 39। ସୂର୍ଯ୍ୟ ଅସ୍ତ ଯିବେ 6ଟା 20ରେ ଆଉ ସୂର୍ଯ୍ୟ ଉଦୟ ହେବେ 5ଟା 24ରେ। ବାସ୍। ଏବେ ଆଲୋଚନା କରିବା ମେଷ ରାଶି। 3 ତାରିଖ ସୋମବାର ମେଷ ରାଶି କୃତ୍ତିକା ନକ୍ଷତ୍ରଧାରୀ ଜନତାଙ୍କର ରାତି 10ଟାରୁ ଅଶୁଭ। କଥାଟା କର୍ଣ୍ଣକଟୁ ହେଲେ ବି ସତ୍ୟ ଯେ କିଛି ଅଶୁଭ ଖବର ଶୁଣି ବ୍ୟଥିତ ହେବେ। ସାବଧାନ। ଏହି ସାବଧାନତା ଅବଲମ୍ବନ ନ କଲେ ଜୀବନ ଯୁଦ୍ଧରେ ହାରିଯିବେ। ରବି, ବୃହସ୍ପତି, ମଙ୍ଗଳ, ଶନି, ଚନ୍ଦ୍ର ଆଦି ଗ୍ରହମାନେ ଅଶୁଭ ଅବସ୍ଥାରେ ଅଛନ୍ତି। ଆୟ ଅମଳ ଦିଗ ବନ୍ଦ, ମାତ୍ର ବ୍ୟୟ ଦିଗ ଖୋଲା। ପୁଣି ଦୁର୍ଘଟଣା ଭୟ ଅଛି, ତେଣୁ ଯାତ୍ରା ମନା। ଦେହ ଅସୁସ୍ଥ ହେତୁ ମାନସିକ ଅଶାନ୍ତି ମାଡ଼ି ବସିବ। ମେଷ ରାଶି ପାଇଁ ସୋମବାର ଆଦୌ ଶୁଭ ନୁହେଁ। କେବଳ ବାର ସୋମ ହେତୁ ଏଇ ଯେଉଁ ସମସ୍ୟା ସବୁ ମୁଁ ବର୍ଣ୍ଣନା କଲି ତାହା ଟିକେ ଲାଘବ ହେବ। ବୃଷ ରାଶି। 3 ତାରିଖ ସୋମବାର ବୃଷ ରାଶି ମୃଗଶିରା ନକ୍ଷତ୍ରଧାରୀ ଜନତାଙ୍କର ରାତି 10ଟାରୁ ଅଶୁଭ। ଆଜି ନୂତନ ଆୟପନ୍ଥା ମିଳିଯାଇପାରେ। ଜ୍ଞାନୀମାନେ କହନ୍ତି କର୍ମ କରିବ ନାନା ମତେ, ଫଳିବ କର୍ମର ଆୟତ୍ତେ। ଯେଣୁ ଆଜି ବୃଷ ରାଶି ଜନତାଙ୍କ ପାଇଁ ବିବିଧ ଧାରାରେ ଧନ ମାନ ସୁଖ ଓ ଆନନ୍ଦ ଆସିବ। ତେଣୁ ଏମାନେ କର୍ମ ତତ୍ପର ଓ ଚଳଚଞ୍ଚଳ ନ ହୋଇ ଯଦି ଚୁପଚାପ ବସି ରହନ୍ତି ବା ସେଇ ଧନ ମାନ ସୁଖ ଆନନ୍ଦକୁ ସ୍ୱାଗତ ନ କରନ୍ତି ତେବେ ପରେ ବହୁତ ପସ୍ତେଇବେ। ଆଦର ସମ୍ମାନ ପାଇଲେ ସେମାନେ ପାଖକୁ ଆସିବେ କିଏ? ଧନ ମାନ ସମ୍ମାନ ଆଦର ପ୍ରଭୃତି ଯେତେବେଳେ ତାଙ୍କୁ ସ୍ୱାଗତ ନ କରିବା ତାହେଲେ ସେମାନେ ଫେରିଯିବେ। ଏହା ଜାଣି କର୍ମ ତତ୍ପର ହୁଅନ୍ତୁ। ମିଳିବ ବୋଲି ଆଁ କରି ବସିଲେ ହେବନି, କଠିନ ପରିଶ୍ରମ ଆବଶ୍ୟକ। ମିଥୁନ ରାଶି। 3 ତାରିଖ ସୋମବାର ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ରାତି 10ଟା ପରଠାରୁ ଅଶୁଭ। ଆଜି ଘାତବାର, ଏଣୁ ସାବଧାନ। ତଥାପି ଆପଣମାନେ ଆଜି କର୍ମରୁ ଆନନ୍ଦ ପ୍ରାପ୍ତ ହେବେ। ଆଜି ମିଥୁନ ଜନତା ଯଦି ଆଳସ୍ୟର ବଶବର୍ତ୍ତୀ ହେବେ ତେବେ ବହୁ ପସ୍ତେଇବେ। ସେମାନଙ୍କୁ ଦେଖି ଲୋକ ଥଟ୍ଟା କରି କହିବେ ମାରିନେଲେ ମହାପାତ୍ରେ ଚାହିଁଚୁରେ ଜଳକା। ଯଦି କର୍ମ ଚଞ୍ଚଳ ହେବେ ସର୍ବବିଧ ସୁଖ ଆଦର ସମ୍ମାନ ମିଳିବ। ମାତ୍ର ଏଟା ଅତି ସହଜଲବ୍ଧ। ଆଜିର ଧନ ମାନ ସମ୍ମାନ ଆଦର ସହଜଲବ୍ଧ, କଷ୍ଟ କରିବାକୁ ପଡ଼ିବନି। ଖାଲି ଟିକେ ମାଟି ଉଖୁରେଇ ଦିଅନ୍ତୁ ନା, ପାଣି ବାହାରିବ। କର୍କଟ ରାଶି। 3 ତାରିଖ ସୋମବାର କର୍କଟ ରାଶି ଅଶ୍ଳେଷା ନକ୍ଷତ୍ରର ରାତି 10ଟାରୁ ଅଶୁଭ। କୃତ କର୍ମ ପାଇଁ ଅନୁତାପ କରିବେ। ମୌନ ସମ୍ମତି ଲକ୍ଷଣଂ ମୌନିନଃ କଳହୋ ନାସ୍ତି। ସୁତରାଂ କର୍କଟ ଜନତା ଆଜି ମୌନତା ପୂର୍ବକ ସ୍ୱକର୍ମ କଲେ କିଛି ଭଲ ହେବ। ରାହୁ, ଶନି, ଚନ୍ଦ୍ର, ବୁଧ, ରବି, ବୃହସ୍ପତି, କେତୁ ଆଦି ଗ୍ରହଗଣ ଅନ୍ୟ ଚିନ୍ତା କରୁଛନ୍ତି, ଆପଣଙ୍କ ଚିନ୍ତା କରୁନାହାନ୍ତି। ତେଣୁ ଏମାନେ ଅପଦସ୍ଥ ହେବେ। କେଉଁମାନେ? କର୍କଟ ରାଶି ଲୋକମାନେ ଆଜି ଅପଦସ୍ଥ ହେବେ। ଆଗ ଚଲା, ଆଗ ବୋଲା, ହାତ ପାତିଆ ଏଇଭଳି କ୍ୟାରେକ୍ଟର ଲୋକମାନେ ଆଜି ବିଶେଷ ଅପମାନ ପାଇବେ। ଏଭଳି ନ କଲେ ପାଦରେ କଣ୍ଟାଟିଏ ବି ଫୁଟିବନି। ଏଥିପାଇଁ ମଙ୍ଗଳ
ଓ ଶୁକ୍ର ସହଯୋଗ କରିବେ। ସିଂହ ରାଶି 3 ତାରିଖ ସୋମବାର ସିଂହ ରାଶି ଉତ୍ତର ଫାଲ୍ଗୁନ ନକ୍ଷତ୍ରର ରାତି 10ରୁ ଅଶୁଭ। ଆଜି ଦୁର୍ଘଟଣା ଭୟ ଅଛି। ସିଂହ ରାଶି ଜନତାଙ୍କୁ ରାହୁ, ଚନ୍ଦ୍ର, ଶନି, ରବି, ବୃହସ୍ପତି, ଶୁକ୍ର ଓ କେତୁ ଶତ୍ରୁ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ଏମାନେ ଫୁଙ୍କି ଫୁଙ୍କି ବାଟ ଚାଲନ୍ତୁ। ଇଚ୍ଛା ନଥିଲେ ବି ଶୁଖିଲା ଓଠରେ ହସନ୍ତୁ। ଆଜି ସବୁଠାରୁ ଦୁର୍ଦିନ। ପୂର୍ଣ୍ଣ ଅସୁସ୍ଥ ହେବେ, ଦୁର୍ଘଟଣାର ସମ୍ମୁଖୀନ ହେବେ, ଆୟ ଅମଳ କରିପାରିବେନି, ସାହାଯ୍ୟ ସହଯୋଗ ମିଳିବନି। ଯଦି ଧର୍ମବଳ ଥିବ ତେବେ ରକ୍ଷା ମିଳିଯିବ। ହଁ, ଧର୍ମ ରକ୍ଷତି ଧାର୍ମିକଂ। କନ୍ୟା ରାଶି 3 ତାରିଖ ସୋମବାର କନ୍ୟା ରାଶି ଚିତ୍ରା ନକ୍ଷତ୍ରର ରାତି 10ଟା ଠାରୁ ଅଶୁଭ ଅଟେ। ଆଜ ଦିନ ଆପଣ ସ୍ନେହ ଆଦର ପାଇବେ। କନ୍ୟା ରାଶି ଜନତାଙ୍କ ଘର ଆଜି ଧନ ଜନ ଗୋପ ଲକ୍ଷ୍ମୀରେ ପୂରିଯିବ। ଏହିପରି ବହୁ ସୁଯୋଗ ଆଜି ଆସିବ। କେବଳ ଉଦ୍ଯୋଗୀ, କର୍ମଚଞ୍ଚଳ, ଭାଗ୍ୟବାନ ବ୍ୟକ୍ତି ଏସବୁକୁ ସହଜରେ ପାଇପାରିବେ। ଆଉ ଯିଏ କର୍ମକୁଣ୍ଠ, ଅଳସ ନାଗର, ମୁଣ୍ଡ ନ ଖାଟାଇ କେବଳ ଖଟ ଉପରେ ପଡ଼ି ରହିବ, ସେ ଖାଲି କହିବ ମୋ ଭାଗ୍ୟ ତ ମନ୍ଦ, ମୁଁ କ'ଣ କରିବି। ଚେଷ୍ଟା କରନ୍ତୁ, ସବୁ ହେବ। ତୁଳା ରାଶି 3 ତାରିଖ ସୋମବାର ତୁଳା ରାଶି ବିଶାଖା ନକ୍ଷତ୍ରର ରାତି 10ଟାରୁ ଅଶୁଭ। ମହିଳାଙ୍କର ଘାତଚନ୍ଦ୍ର। ଆଜ ଏକ ଲାଭପ୍ରଦ ଦିନ। ବଂଶ ରକ୍ଷା ପାଇଁ ଘରକୁ ପୁତ୍ର ସନ୍ତାନ ଆସିବା ବା ସୁନାନାକି କନ୍ୟା ବଧୂର ଆଗମନ ହେଲା, କି ଯୋଗ୍ୟ ପୁତ୍ର ଜାମାତା ହେଲେ, କିମ୍ବା ଯୁବ ଶ୍ରେଣୀକୁ ଯୋଗ୍ୟତା ଅନୁସାରେ ନବ ନିଯୁକ୍ତି ମିଳିଗଲା, ବା ଗୋଠକୁ ଦୁଗ୍ଧବତୀ ଧେନୁ ଆସିଲା, ଏସବୁ ଲାଭ ନୁହେଁ କି? ଏସବୁ ଗୋଟିଏ ଗୋଟିଏ ଲାଭ, ଖାଲି ଅର୍ଥ ଲାଭ ନୁହେଁ। ଏ ସମସ୍ତ କ'ଣ ଲାଭ ପଦବାଚ୍ୟ ନୁହେଁ? ଖାଲି ଅର୍ଥ ଲାଭ। ଆଜି ଗୋଟେ ଲାଭକାରକ ଦିନ। ଏଇଭଳି ଭାବରେ କାହାକୁ କ'ଣ ଲାଭ ହେବ? ତୁଳା ଜନତାଙ୍କର ଏହିଭଳି ମନଲାଖି ଯଥାଯୋଗ୍ୟ ବସ୍ତୁ ବା ଦ୍ରବ୍ୟ ବା ବ୍ୟକ୍ତି ବା ଧନ ଲାଭ ହେବ। ଆଜି ଏକ ଲାଭକାରକ ଦିନ। ତାର କାହିଁକି ସୁନା ଆସିଲା ଘରକୁ, ଆମର କାହିଁକି ସୁନା ଆସିନି? ଇନକ୍ୱାରି କରି ଦେଖୁନ, ତମ ଘରକୁ ବା ବୋଝ ବୋଝ ଫଳ ଆସିଛି। ମୋ ଘରେ ଖାଲି ଗୁଡ଼ାଏ ଝୁଅ, ତାର ଗୋଟା ପୁଅ ହେଲାଣି, ଆମର ତ ପୁଅ ନାହିଁ। ଏ ଚିନ୍ତା ଆପଣ କରୁଥିଲେ ନା? ଏବେ ଆପଣଙ୍କ ଘରକୁ ନାତିଟିଏ ଆସିଲା, ପୁଣି ସାନ ବୋହୂ ଗର୍ଭବତୀ ଅଛି, ସେ ବି ନାତି ଜନ୍ମ କରିପାରେ। ସବୁ ହେଉଛି ଲାଭ, ମନ ବୁଝିଲେ ହେଲା। ଏବେ ଆଲୋଚନା କରିବା ବିଛା ରାଶି କଥା। 3 ତାରିଖ ସୋମବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ର ରାତି 10ଟା ଠାରୁ ଅଶୁଭ। ଜାଣି ଦୁଃଖ କରିବେ ଯେ ତୁମେ ଭଲ ପାଉଥିବା ବ୍ୟକ୍ତି ତୁମକୁ ଆଜି ଠକିଦେବ। ଦୁଃଖ ଦିନ ସରିଗଲା। ଆଜ ଏକ ସୁଖକାରକ ମଧୁମୟ ଦିନ। ବିଛା ଜନତାଙ୍କୁ କର୍ମାନୁସାରେ, ଚିନ୍ତାନୁସାରେ, ବ୍ୟବହାର ଅନୁସାରେ ବିବିଧ କୌଳିକ, ମୌଳିକ, ଆର୍ଥିକ, ବୈଷୟିକ ଓ ପାରିବାରିକ ସୁଖ ମିଳିବ। ଏଥିପାଇଁ କୁହାଯାଏ, ଯିଏ ନିଆଁ ଗିଳେ ସେ ଅଙ୍ଗାର ହଗେ। ଆପଣ ତ ସୁନା ପିଲା, ନିଶ୍ଚିତ ଭାବରେ ଅନ୍ନ ଭୋଜନ କରିଥିବେ। ପଛକୁ ଦେଖନ୍ତୁନି, ମଙ୍ଗଳ ହେବ। 3 ତାରିଖ ସୋମବାର ଧନୁ ରାଶି ପୁରୁଷଙ୍କର ଘାତଚନ୍ଦ୍ର ଉତ୍ତରାଷାଢ଼ା ନକ୍ଷତ୍ରର ରାତି 10ଟା ଠାରୁ ଅଶୁଭ। ଆଜି ପୈତୃକ ସମ୍ପତ୍ତିକୁ ନେଇ କଳହ ହୋଇପାରେ। ଧନୁ ରାଶି ଜନତାଙ୍କ ପାଇଁ ଶନି, ଚନ୍ଦ୍ର, ବୁଧ, ରବି, ବୃହସ୍ପତି, ଶୁକ୍ର, କେତୁ ଆଦି ଗ୍ରହମାନେ ଅପ୍ରସନ୍ନ ଅଛନ୍ତି, ସନ୍ତୁଷ୍ଟ ନାହାନ୍ତି, ପ୍ରସନ୍ନ ନାହାନ୍ତି। ତେଣୁ ଏମାନେ ମାନସିକ, ଶାରୀରିକ, ପାରିବାରିକ, ଆର୍ଥିକ, ବୌଦ୍ଧିକ ଓ ବୈଷୟିକ ଶାନ୍ତି ପାଇପାରିବେ ନାହିଁ। ଅପରାହ୍ନରେ ବନ୍ଧୁ ସୁଖ ଅଛି, ସନ୍ଧ୍ୟାରେ ଦେବ କରୁଣା ମିଳିଯାଇପାରେ। ଚେଷ୍ଟା କଲେ ଆପଣ ମନ୍ଦିର ଯାଇପାରିବେ। ମକର ରାଶି 3 ତାରିଖ ସୋମବାର ମକର ରାଶି ଧନିଷ୍ଠା ନକ୍ଷତ୍ରର
ରାତି 10ଟା ଠାରୁ ଅଶୁଭ। ଆଜ ଏକ ଲାଭକାରକ ଦିନ। ଦିନଟି ଅମନ୍ଦ ନୁହେଁ। ଭ୍ରାତୃ ସମ୍ପର୍କ ଆଜି ମଧୁର ହେବ। ବନ୍ଧୁ ମହଲରେ ଚର୍ଚ୍ଚିତ ହେବେ। ଦୈନିକ କରୁଥିବା ବୃତ୍ତି, ବ୍ୟବସାୟ, ସେବା, ବାଣିଜ୍ୟ, ବ୍ୟବସାୟ ଓ ଚାକିରି ଆଦି କ୍ଷେତ୍ରରେ ବିକାଶ ହେବ। ଧନାଗମ ପାଇଁ ବିବିଧ ପନ୍ଥା ଦୃଶ୍ୟମାନ ହେବ। ପାରିବା ଲୋକ, କର୍ମଠ ଜନତା, ଉଦ୍ଯୋଗୀ ପୁରୁଷ ଆଉ ଆଜି ଠିଆ ହିଁ ବୁଣିବେ ଆଉ ବସିକରି ଖାଇବେ। ସବୁବେଳେ କୁହାଯାଉଛି ଉଦ୍ଯୋଗ କରନ୍ତୁ, ଖାଲି ଧନ ମିଳିଯିବ ତା ନୁହଁ। ବିଦ୍ୟା ଆଉ ଧନ ଏ ଦୁଇଟି ପାଇଁ କଠିନ ପରିଶ୍ରମ ଦରକାର। କୁମ୍ଭ ରାଶି 3 ତାରିଖ ସୋମବାର। କୁମ୍ଭ ରାଶି ପୂର୍ବ ଭାଦ୍ର ନକ୍ଷତ୍ରର ରାତି 10ଟା ଠାରୁ ଅଶୁଭ ସମୟ ଆରମ୍ଭ ହେବ। ଆଜି ଗୁଡ଼େ ବଦଖର୍ଚ୍ଚ ହେବ। ରାହୁ, ଶନି, ଚନ୍ଦ୍ର, ମଙ୍ଗଳ, ବୃହସ୍ପତି, ଶୁକ୍ର, କେତୁ ଆଦି ସପ୍ତଗ୍ରହ ଆଜି କୁମ୍ଭ ଜନତାଙ୍କ ପ୍ରତି ଅନୁକୂଳ ନାହାନ୍ତି। ଏଥିପାଇଁ ମନ ଓଲିଆ ଗାଈ ପରି ଆକୁଳ ବ୍ୟାକୁଳ ହେବ। ଯଦି ଆପଣ ବିବେକୀ ଓ ବିଚାରବନ୍ତ, ନ୍ୟାୟଶୀଳ ଓ ପରୋପକାରୀ, ତେବେ ଆପଣଙ୍କର ବିପୁଳ ଧନ ଆପଣଙ୍କୁ ସ୍ୱାଗତ କରିବ। ଚେଷ୍ଟା କରନ୍ତୁ, ଚେଷ୍ଟା କଲେ ଧନୀ ହୋଇଯିବେ। ତେଣୁ ଯଦି ଆପଣ ଚେଷ୍ଟା ନ କରିବେ ତାହେଲେ ମନର ବଶବର୍ତ୍ତୀ ହୋଇ ଖାଲି କାନ୍ଦିବେ, ତାହେଲେ ହଇରାଣ ହେବେ। ଅନ୍ୟଥା ଆବଶ୍ୟକତା ମୁତାବକ ଧନଗାମ ହୋଇପାରେ। ଯାହା ଧନ ହେବ ଅଳ୍ପ କିଛି, ଚେଷ୍ଟା କଲେ ବହୁତ ହେବ। ମୀନ ରାଶି 3 ତାରିଖ ସୋମବାର। ମୀନ ରାଶି ରେବତୀ ନକ୍ଷତ୍ରର ରାତି 12ଟା ଠାରୁ ଅଶୁଭ। ଆପଣ ଆଜି ପାରିବାରିକ ସୁଖ ପାଇବେ। ଆପଣଙ୍କର ଆନନ୍ଦ ଆଜି ବଢ଼ିଆ ଦିନ। ଏହା ଜାଣି ଆଗ ନିଷ୍ପତ୍ତି ନିଅନ୍ତୁ। ପରୋପକାରୀ ହେବି, କର୍ମଚଞ୍ଚଳ ରହିବି, କାୟ ମନୋବାକ୍ୟରେ କର୍ମରେ ନିଷ୍ଠା ରଖିବି, ଆଳସ୍ୟ ଓ ବିଳାସ ବ୍ୟସନଠାରୁ ଦୂରରେ ରହିବି। ତେବେ ଦର୍ପଣ ଦେଖିବେ, ସୁନ୍ଦର ଦିଶିବେ, ପୂର୍ବାପେକ୍ଷା ଚଳଚଞ୍ଚଳ ରହିବେ। ବାହୁକୁ ବଳ ଆସିବ, ଛାତିକି ଦମ୍ଭ ଆସିବ, ମୁଣ୍ଡକୁ ବୁଦ୍ଧି ଆସିବ। ଇଚ୍ଛାନୁସାରେ ମନ ଲାଖି ଯୋଜନାକୁ ସଫଳ କରିପାରିବେ। ଧନ ଯଥେଷ୍ଟ ପାଇବେ, ନିରୋଗ ରହିବେ ଆଉ ବଢ଼ିଆ ଖାଇବେ, ଆରାମରେ ଶୋଇବେ। ଆଗ ନିଷ୍ପତ୍ତି ନିଅନ୍ତୁ, ମୁଁ ଗୋଟେ ମଣିଷ, ମୋର କିଛି ମାନବିକତା ଅଛି। ମୁଁ ଆଳସ୍ୟ ଶତ୍ରୁକୁ ପଦାଘାତ କରିବି, କର୍ମ ଲକ୍ଷ୍ମୀକୁ ସ୍ୱାଗତ କରିବି। ତେବେ ବହୁ ଲାଭରେ ରହିବେ। ଆଉ ଯଦି ମୋ ଭଳିଆ ଅଳସୁଆ ହେବେ, ଖାଲି ନାକ ପୋଛି କାନ୍ଦିବେ। ରହିଲି ଭାଇ, ନମସ୍କାର, ମଙ୍ଗଳ ହଉ।